ଶିବଲିଙ୍ଗ ଆମେ କାହିଁକି ପୂଜା କରିଥାଉ ଜାଣନ୍ତୁ ଏହା ପଛରେ ଥିବା ରହସ୍ୟ। ବନ୍ଧୁଗଣ, ଆମେମାନେ ପ୍ରଭୁ ଶିବଙ୍କୁ ପୂଜା କରିବାକୁ ଯେତେବେଳେ ଶିବ ମନ୍ଦିର ଯାଇଥାଉ, ସେତେବେଳେ ପ୍ରଭୁଙ୍କର ଶିବଲିଙ୍ଗକୁ ଆମେ ପୂଜା କରିଥାଉ। ହେଲେ ଅନେକଙ୍କ ମନରେ ଏପରି ପ୍ରଶ୍ନ ଥାଏ କି ଆମେ ଭଗବାନ ମହାଦେବଙ୍କର ପୂଜା କରିବା ବେଳେ ଶିବଲିଙ୍ଗର କାହିଁକି ପୂଜା କରିଥାଉ? ତେବେ ଆମେ ଏହାର ରହସ୍ୟ ଆଜି ଆପଣଙ୍କୁ କହିବାକୁ ଯାଉଛୁ। ଭଗବାନ ଶିବ ଏବଂ ଶିବଲିଙ୍ଗର ପୂଜା ବହୁ ଅନାଦି କାଳରୁ ହୋଇ ଆସୁଛି। ଏହି ସମାଜର କେତେକ ଆଲୋଚକ ଲିଙ୍ଗ ଶବ୍ଦର ଅପବ୍ୟବହାର କରି ତାହାର ଅର୍ଥକୁ ଅନର୍ଥ କରିଦେଉଛନ୍ତି। ଏଥିସହ ସଭ୍ୟ ଓ ଧର୍ମପ୍ରାଣ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଉଦ୍ୟମ କରୁଛନ୍ତି। ହେଲେ ପ୍ରଭୁ ଶିବଙ୍କର ଶିବଲିଙ୍ଗ ସ୍ୱରୂପ ଅଟେ, ଯାହାକୁ ଆମେ ଶିବଲିଙ୍ଗ କହି ପୂଜା କରୁ। ଯେତେବେଳେ ଏ ସଂସାରରେ କିଛି ବି ନଥିଲା, ସବୁଠାରୁ ଶୂନ୍ୟ ବା ଅଣ୍ଡକୃତିର, ଯେପରି ବେଦ ବା ପୁରାଣ ଭାଷାରେ ଯାହାକୁ ଅଣ୍ଡ ବୋଲି କୁହନ୍ତି, ସେହିଭଳି ସ୍ୱରୂପଟି ଶିବଲିଙ୍ଗ ଅଟେ, ଯେଉଁଥିରୁ ସିଦ୍ଧା ହେଉଅଛି ଯେ ଶିବ ଓ ଶିବଲିଙ୍ଗର ପୂଜା ଏହି ପୃଥିବୀ ପୃଷ୍ଠରେ ବହୁ ଅନାଦି କାଳରୁ ହୋଇ ଆସୁଛି। ଯେପରି ଶୂନକୁ କୌଣସି ଅଙ୍କର ଡାହାଣ କୋଣରେ ବସାଇଲେ ସେ ଅଙ୍କର ମୂଲ୍ୟର ବୃଦ୍ଧି ଘଟିଥାଏ, ସେହିପରି ଶିବ ମଧ୍ୟ ଡାହାଣରେ ରହି ମନୁଷ୍ୟକୁ ସୁଖ, ସମୃଦ୍ଧି ଓ ସମ୍ମାନ ପ୍ରଦାନ କରିଥାନ୍ତି। ଶିବରାତ୍ରି ବା ଜାଗର କାହିଁକି ପାଳନ କରାଯାଇଥାଏ, ଚାଲନ୍ତୁ ଜାଣିବା। ଶିବରାତ୍ରିକୁ ପ୍ରଭୁ ଶିବଙ୍କର ରାତ୍ରି ବୋଲି କୁହାଯାଇଥାଏ। ପୌରାଣିକ କଥା ଅନୁଯାୟୀ ଏହି ତିଥିରେ ପ୍ରଭୁ ଶିବଙ୍କ ସହ ମାତା ପାର୍ବତୀଙ୍କର ବିବାହ ହୋଇଥିଲା। ତେଣୁ ଏହି ରାତ୍ରିଟିଏ ପ୍ରଭୁ ଶିବଙ୍କର ପୂଜା କରିବାର ବିଶେଷ ରାତ୍ରି ହୋଇଥାଏ। ଫାଲ୍ଗୁଣ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ଏହି ଜାଗର ଉତ୍ସବ ପାଳନ କରାଯାଇଥାଏ। ଅନ୍ୟ ଦେବାଦେବୀମାନଙ୍କର ପୂଜା ଆଦି କାର୍ଯ୍ୟ ଦିନ ବେଳେ ଅନୁଷ୍ଠିତ ହୋଇଥିବା ବେଳେ ଶିବରାତ୍ରି ପୂଜାରେ ମହାଦେବଙ୍କର ରାତ୍ରିରେ ବିଶେଷ ଭାବରେ ପୂଜା ଆୟୋଜନ କରାଯାଇଥାଏ। କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିରେ ରାତ୍ରିରେ ଆକାଶ ସମ୍ପୂର୍ଣ୍ଣ ଭାବରେ ଅନ୍ଧକାରମୟ ହୋଇଥାଏ। ଜୀବଜଗତର ଜୀବମାନଙ୍କ ମଧ୍ୟରେ ସେହିଦିନ ତାମସିକ ଗୁଣ ବୃଦ୍ଧି ପାଇଥାଏ। ଯେପରି ପାଣି ଆସିବା ପୂର୍ବରୁ ନଦୀରେ ପୋଲ କରାଯାଇଥାଏ, ସେହିପରି ଚନ୍ଦ୍ରକ୍ଷୟର ସୁନେଲି ଚନ୍ଦ୍ରର କିରଣ ଆସିବା ପୂର୍ବରୁ ସେ ତାମସୀ ଗୁଣର ନିବାରଣ ପାଇଁ ଭଗବାନ ଶିବଙ୍କୁ ବିଶେଷ ଭାବରେ ପୂଜା ଅର୍ଚ୍ଚନା କରାଯାଇଥାଏ। ତେଣୁ ଶିବରାତ୍ରିରେ ପାଳନ କରିବାର ବିଶେଷ ରହସ୍ୟ ଏହା ରହିଛି।